हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। सथी यानी ज्ञानी गुणी मंडली आज मालिका वचन को आपण मानक स्वागत जनाऊँ। आज मालिका वचन रे आम आलोचना करिया जाउछि जी महापुरुष अच्युतानंद बा पंचसखा माने मालिका रे तृतीय विश्वयुद्ध ई पृथ्वी रे हेबो बोली मालिका रे वर्णना कर दी जाइछन लिखि दी जाइछन। आ से तृतीय विश्वयुद्ध विषय रे पंचसखा माने मालिका रे कौन कौन सब लिखि दी जाइछंती आज मालिका वचन से विषय आज आम आलोचना करिबा। आलोचना शेष रे जने भक्तर नाम मध्ये आम कहबा कि से भक्त कौन तार ना कोड तार जन्म होई महापुरुष कहले कहले बाबू रे ई कथा लिखा आज महामुनि व्यास लिखिछंती। केवल पंचसखा माने नहंती तृतीय विश्वयुद्धर आशंका मध्य महामुनि व्यासदेव मध्य कर दी जाइछन भविष्य पुराण रे। कौन लिखिछंती ना अर्ध मध्ये जदा जीवा क्रमाद राशि त्रयं स्पृशे तदा सुभट कोटि भी प्रेतपूर्ण वसुंधरा। व्यास लिखिले भविष्य पुराण रे कहले जदि एक वर्ष मध्य जीव बा बृहस्पति एक क्रम तीनटी राशि स्पर्श करते ना तेबे कोटि कोटि उत्कृष्ट सैन्य मानकर विनाश संसार हुई बा कोटि कोटि सैन्य मृत्यु मुखरे पड़ती। आ भयंकर या महाभयंकर युद्धर सूचना दी ध्यान देवी कथा उपर। जदि एक वर्ष मध्य बृहस्पति एक क्रम ध्यान देवे ज्योतिष शास्त्री माने या भल भाव जानी एक क्रम तीनटी राशि जदि बृहस्पति स्पर्श करें ना ताले सेतेबेले कोटि कोटि सैन्य मानकर मृत्यु हो जा आउ या महाभयंकर युद्धर सूचना दी बोली व्यास लिखिले। हे ज्ञानी गुणी मंडली सुधी जानी यही कथा को श्री गुरु गोविंद सिंह जे कि सिख मानकर दशम गुरु सौखीन नाम ग्रंथ से लिखिछंती के चढ़ावे 98 परत जाए सब रंग धरती की कोने कोने में भारी होंगे जंग। कहले चढ़ावे 98 परे तापर कौन हम ना धरती कले पृथ्वीर कोने कोने चारिआडे भारी होंगे जंग कहले युद्ध प्रबल हम। अच्युतानंद महापुरुष या समर्थन देइछन जाईफुल मालिका रे कहले हाँ हाँ युद्ध हम। कौन समर्थन देले कोने कोने धरती पृथ्वीर कोने कोने युद्ध हम कौन समर्थन देले जाईफुल मालिका रे ना होइब महासमरा देश देश मध्य अति प्रबल जे पृथ्वी होई जीवनार खार सुजाने जे पृथ्वी होई जीवनार खार सुजाने जे पृथ्वी होई जीवनार खार सुजाने जे
ହୋଇବ ମହାସମର ଦେଶ ଦେଶ ମଧ୍ୟ ଅତି ପ୍ରବଳ। କହିଲେ ମହାସମର ଅଚ୍ୟୁତାନନ୍ଦ ଲେଖୁଛନ୍ତି ହୋଇବ ମହାସମର ଦେଶ ଦେଶ ମଧ୍ୟ ଅତି ପ୍ରବଳ लो ଯାଇ ଫୁଲ ପୃଥ୍ୱୀ ହୋଇଯିବ ନାରଖାର। ତେଣୁ ମହାପୁରୁଷ କହିଲେ ଦେଶ ଦେଶ ଭିତରେ ଯୁଦ୍ଧ ହେବ ଧରती की कोने कोने में होंगे भारी जंग ଲେଖିଛନ୍ତି ଗୁରୁ ଗୋବିନ୍ଦ ସିଂ ଶିଖଙ୍କର ଦଶମ ଗୁରୁ ବୁଝିଲେ ପଚାରିବେ ଆପଣ ତାଙ୍କୁ। ତେଣୁ ମହାପୁରୁଷ କହିଲେ ଯଦି ସମର ହେବ ଦେଶ ଦେଶ ଭିତରେ ଅତି ପ୍ରବଳ ପୃଥ୍ୱୀ ହୋଇଯିବ ନାରଖାର ପୃଥ୍ୱୀ ନାରଖାର ହେବ ଏତେବେଳେ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ କଳିକି ପୁରାଣ ଆପଣ ଯଦି କଳିକି ପୁରାଣ ମହାମୁନି ବ୍ୟାସଦେବ ଲେଖିଛନ୍ତି ମତ୍ସ୍ୟ ପୁରାଣ ମହାମୁନି ବ୍ୟାସଦେବ 18 ଖଣ୍ଡ ପୁରାଣ ଭିତରେ ଗୋଟେ ପୁରାଣର ନାମ ହେଉଛି କୁର୍ମ ପୁରାଣ ବରାହ ପୁରାଣ ବ୍ରହ୍ମ ବୈବର୍ତ ପୁରାଣ ବ୍ରହ୍ମାଣ୍ଡ ପୁରାଣ ନାରଦ ପୁରାଣ ପଦ୍ମ ପୁରାଣ ଭବିଷ୍ୟ ପୁରାଣ ଏବଂ ଲେଖିଛନ୍ତି ଭାଗବତ ମହାପୁରାଣ ଲେଖିଛନ୍ତି ମହାମୁନି କଳିକି ପୁରାଣ। ଏ କଳିକି ପୁରାଣରେ କ'ଣ ଲେଖିଲେ ଆପଣ ପଢ଼ିବେ କଳିକି ପୁରାଣ ବ୍ୟାସଙ୍କର ତୃତୀୟ ବିଶ୍ୱଯୁଦ୍ଧ ଭିତରେ ସଂକେତ ରହିଛି। ତୃତୀୟ ବିଶ୍ୱଯୁଦ୍ଧ ଏ ପୃଥିବୀରେ ଦିନେ ହେବ ଏ ବିଷୟରେ ମହାମୁନି ବ୍ୟାସଦେବ କଳିକି ପୁରାଣରେ ମଧ୍ୟ ଲେଖିଛନ୍ତି ଆପଣ ପଢ଼ି ନେବେ ଆମେ ମନରୁ କହୁନାହୁଁ। କ'ଣ ଲେଖିଛନ୍ତି ଏବଂ ବୃତ୍ତୋ ମହାଘୋର ଯୁଦ୍ଧ ପରମ ଦାରୁଣଂ ତ୍ୱଂ ଦୃଷ୍ଟାମାଗତା ଦେବ ବ୍ରହ୍ମାଦେକ୍ଷେ ବିଭୂତିଭି ମରୁଃ ଖଶ୍ଚୈଶ୍ଚ କାମ୍ବୋଜୈ ଯୁଯୁଧ୍ୟେ ଭୀମ ବିକ୍ରମୈ ଆଉ ଦେବାପି ସମରେ ଚିନୈ ବର୍ବରୈସ୍ତଦ ଗଣୈରପି। ବ୍ୟାସଦେବ କଳିକି ପୁରାଣ ଲେଖିଲେ କହିଲେ ଏଭଳି ଯୁଦ୍ଧ ହବ ବ୍ରହ୍ମାଦ୍ୟାକ୍ଷେ ବିଭୂତି ଭି ମରୁ ଖଗୈଶ୍ଚ କାମ୍ବବୈ ଯୋ ଯୁଦ୍ଧେ ଭୀମ ବିକ୍ରମେ ଭୀମ ବିକ୍ରମ ଭଳି ଯୁଦ୍ଧ ହବ। ସୁଧୀଜନେ ଜ୍ଞାନୀ ଗୁଣୀ ମଣ୍ଡଳୀ ମହାପୁରୁଷ ଯାହା ଲେଖିଛନ୍ତି ଏ ମିଛ ନୁହଁ କାହିଁକିନା ପ୍ରଥମ ବିଶ୍ୱଯୁଦ୍ଧ ଯାଇଛି 1914 ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଇଥିଲା କେତେ ଦିନ ଚାଲିଲା ନା 5 ବର୍ଷ ଚାଲିଲା 1919ରେ ଶେଷ ହେଇଗଲା ପ୍ରଥମ ବିଶ୍ୱଯୁଦ୍ଧ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆପଣମାନେ ଜାଣିଥିବେ 1939ରେ ଆରମ୍ଭ ହେଇଥିଲା ଏବଂ କେତେ ଦିନ ଚାଲିଲା ନା 6 ବର୍ଷ 1945 ମସିହାରେ ଶେଷ ହେଇଗଲା ଏବଂ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଆମେ ସମସ୍ତେ ପହଞ୍ଚିଛି। ଆଉ ଯୁଦ୍ଧ କାହା ଭିତରେ ହେବ ତୃତୀୟ ବିଶ୍ୱଯୁଦ୍ଧ ସୁଧୀଜନେ ମହାପୁରୁଷ ଲେଖିଲେ କହିଲେ ତୁରୁକି ଧାଇଁ ଆସିବ ଭାରତରେ ହାଣ କୋଟ କରିବ ଯାଇ ଫୁଲଲୋ ଗୁଳି ଗୋଳା ବରସିବ ଯାଇ ଫୁଲଲୋ ଗୁଳି ଗୋଳା ବରସିବ ଯାଇ ଫୁଲଲୋ ଗୁଳି ଗୋଳା ବରସିବ ଯାଇ ଫୁଲଲୋ। ତୁରୁକି ଧାଇଁ ଆସିବ ତୁର୍କୀ ମାନେ ଧାଇଁ ଆସିବେ ଭାରତରେ ହାଣ କଟ କାଟ କରିବେ ଏଇଆ ହବ। ଜ୍ଞାନୀ ଗୁଣୀ ମଣ୍ଡଳୀ ଆପଣ ଦେଖନ୍ତୁ ୟୁଟ୍ୟୁବରେ ଭାଇରାଲ ହେଉଛି ଏବଂ ଅନେକ ସମୟରେ ଇଂରାଜୀ ନ୍ୟୁଜ୍ରେ ହିନ୍ଦୀ ନ୍ୟୁଜ୍ରେ ମଧ୍ୟ ଆପଣମାନେ ଖବର ପାଉଥିବେ ଦେଖୁଥିବେ ଯଦି ଟିଭିରେ ହିନ୍ଦୀ ନ୍ୟୁଜ୍ ଇଂରାଜୀ ନ୍ୟୁଜ୍ ଆପଣ ଶୁଣୁଥିବେ ଆପଣ ଦେଖୁଥିବେ ଯେ ହଁ ଏଇଆ ଘଟଣା ହେବ ବୋଲି ବର୍ତ୍ତମାନ ସଂକେତମାନ ସବୁ ଦେଖାଦେଲାଣି। ତୁର୍କୀ ମାନେ ଭିତରକୁ ମାଡ଼ି ଆସିବେ ତୁର୍କୀ ସୈନ୍ୟ ମାଡ଼ି ଆସିବେ ଭାରତରେ ହାଣ କାଟ କରିବେ ଗୁଳି ଗୋଳା ବରସିବେ ମହାପୁରୁଷ ଲେଖିଛନ୍ତି ଯାଇ ଫୁଲ ମାଳିକାରେ। ପୁଣି କ'ଣ କହିଲେ ଆଉ ଏ ସମୟରେ ଉତ୍ତର ପଶ୍ଚିମ ଦେଶ ଆଡ଼ ମାଡ଼ ହୋଇ ଜୀବ ବିଶେଷ ଯାଇ ଫୁଲଲୋ ମହି ଦୋଲୋ ଦୋଲୋ ହେବ ଧ୍ୱଂସ ଯାଇ ଫୁଲଲୋ ମହି ଦୋଲୋ ଦୋଲୋ ହେବ ଧ୍ୱଂସ ଯାଇ ଫୁଲଲୋ ଦୋଲୋ ଦୋଲୋ ହେବ ଧ୍ୱଂସ ଯାଇ ଫୁଲଲୋ। ଉତ୍ତର ପଶ୍ଚିମ ଦେଶ କୋଉଟା ନା ଚାଇନା ଆଉ ପାକିସ୍ତାନ ଉତ୍ତର ପଶ୍ଚିମ ଦେଶ ଉତ୍ତର ପଶ୍ଚିମ ଦେଶ ହାଡ଼ ମାଳ ହୋଇଯିବ ବିଶେଷ ମହାପୁରୁଷ ଲେଖିଛନ୍ତି ଆମେ କହୁ। ଆଉ ମହି ଦୁଲୁ ଦୁଲୁ ହେବ ଧ୍ୱଂସ ମହି ଦୁଲୁ ଦୁଲୁ ହେବ ଦେଶ ଧ୍ୱଂସ ମହାପୁରୁଷ ଲେଖିଛନ୍ତି ମାଳିକାରେ। ଜ୍ଞାନୀ ଗୁଣୀ ମଣ୍ଡଳୀ ମାଳିକା ବଚନ ନ ହୋଇବା ଇଏ ମାଳିକାର କଥା ମିଛ ହବନି ଗୋଟିଏ ଅକ୍ଷର ମଧ୍ୟ ମିଛ ନୁହେଁ। ମହାପୁରୁଷ ବଜ୍ରବାଣୀ କରିଛନ୍ତି ବଜ୍ରବାଣୀ କହିଲେ ପୃଥ୍ୱୀ 2 ଫାଳ ହେଲେ ହୋଇବ ପୂର୍ବ ବାନୁ ପଶ୍ଚିମରେ ହୋଇବ ଏ ପୃଥ୍ୱୀ ପଛେ 2 ଫାଳ ହେଇଗଲେ ହେଇଯାଉ ପୂର୍ବର ପଶ୍ଚିମରେ ଉଦୟ ହେବା ସମ୍ଭବପର ହେଇପାରେ ରାମରେ ମୋର ମାଳିକା ମିଛ ହେବ ନାହିଁ ଗୋଟିଏ ଅକ୍ଷର ମଧ୍ୟ ମିଛ ନୁହଁ।
ସେଇଥିପାଇଁ ମହାପୁରୁଷ ଲେଖିଛନ୍ତି କହିଲେ ବାବୁରେ ଯୁଦ୍ଧ ହବ, ତୁର୍କୀ ମାନେ ମାଡ଼ି ଆସିବେ, ଉତ୍ତର ପଶ୍ଚିମ ଦେଶ ହାଡ଼ମାଳ ହେବ। ମହାପୁରୁଷ ଲେଖିଲେ ଏ କଥା। ଜ୍ଞାନୀ ଗୁଡ଼ିଏ ମଣ୍ଡଳୀ ଆମର କଥା ନୁହେଁ, ମାଳିକା ଯାହା ଲେଖା ଅଛି ଆମେ ପଢ଼ିଦେଲୁ। ଆପଣ କହିବେ କାହିଁ କହିଥିଲେ କାହିଁ ହେଲାନି, ହେଲାନି କ'ଣ ଆମେ ତାକୁ ଲେଖିଛୁ? ଆମେ କହିବେ ମାଳିକାର ଆଲୋଚନା କରୁଛେ, ଯାହା ଲେଖା ହେଇଛି ତାକୁ ଆମେ ତର୍ଜମା କରୁଛେ ବା ତାକୁ ଆଲୋଚନା କରୁଛେ ବା ତାକୁ ବ୍ୟାଖ୍ୟା କରୁଛେ। ତେଣୁ ମହାପୁରୁଷ ଲେଖିଲେ କହିଲେ ଇୟା ହିଁ ହେବ, ଉତ୍ତର ପଶ୍ଚିମ ଦେଶ ହାଡ଼ମାଳ ହୋଇଯିବ ବିଶେଷ ମହି, ଦୁଲୁ ଦୁଲୁ ହେବ ଧ୍ୱଂସ। ଆଉ ଏଇ ସମୟରେ ମହାପୁରୁଷ କହିଲେ ବାବୁରେ ଖାଲି ସେତିକି ନୁହେଁ, ଚାରି ଦିଗରେ ଚହଳ ପଡ଼ିବ, ଚାରି ଦିଗରେ ଚହଳ ପଡ଼ିବ, ଚିହ୍ନା ସଙ୍ଗେ ଆଦ୍ୟ ସମର ହେବ, ଚିହ୍ନା ସଙ୍ଗେ ଆଦ୍ୟ ସମର ହେବ, ଚାକିରିଆ ମାନେ ଫେରସ୍ତ ହେବେ, ଚାକିରିଆ ମାନେ ଫେରସ୍ତ ହେବେ, ଚୋର ମାନେ ଅତି ପ୍ରବଳ ହେବେ, ଚୋର ମାନେ ଅତି ପ୍ରବଳ ହେବେ। ମହାପୁରୁଷ ଲେଖିଲେ କହିଲେ ବାବୁରେ ଚାରି ଦିଗରେ ଚହଳ ପଡ଼ିଯିବ, ଚୀନା ସଙ୍ଗେ ଭାରତର ଆଦ୍ୟ ସମର ହେବ। ଆଦ୍ୟ ସମର ହବାକୁ ଥିଲା, ମଝିରେ ବନ୍ଦ ହେଇଯାଇଛି। ଚାଇନା ଆକ୍ରମଣ କରିଥିଲା ଥରେ, ଅଧାରୁ ବନ୍ଦ ହେଲା ଯୁଦ୍ଧ, ଚାଇନା ଭାରତ ଉପରେ ଆକ୍ରମଣ କରିଥିଲା। ମହାପୁରୁଷ କହିଲେ ପୁଣି ଆଉ ଥରେ ହେବ, ଆଉ ଥରେ ଯୁଦ୍ଧ ହେବ। ଆଉ କେବେ ସେ ଯୁଦ୍ଧଟି ହେବ, କେଉଁ ସମୟରେ ହେବ ବୋଲି ମାଳିକାରେ ଏ ବିଷୟରେ ଲେଖା ଥିବ, ଲେଖା ଅଛି। କ'ଣ ଲେଖା ଅଛି ବୋଲି ମହାପୁରୁଷ ଅଚ୍ୟୁତାନନ୍ଦଜୀ କି ଏହି ଭାରତ ସଙ୍ଗେ ପାକିସ୍ତାନଟି ରଙ୍ଗେ ମହାସମର କରିବା ଜାଣିତା ତୋ, ପୁଣି ଚୀନି ସୈନ୍ୟ ତୁର୍କୀ ଇରାନଟି ଜାଣ, ବ୍ରିଟିଶ ଯେ ଆମେରିକା ସର୍ବେ ମିଳିଣ, ଏ ସମସ୍ତେ ମିଳିବେ। ପାକିସ୍ତାନକୁ ବଳ ଅସ୍ତ୍ର ଶସ୍ତ୍ରଟି ଆବର, ଯୋଗାଇଣ ଦେବେ ଯୁଦ୍ଧ ଲାଗିବ ଘୋର। ଏହା ଦେଖି ରୁଷିଆ ଆସି ହୋଇବ ଠିଆ, ଭାରତ ସମର କ୍ଷେତ୍ରରେ ସେ ଏକୁଟିଆ। ମହାପୁରୁଷ କହିଲେ ଯେତେବେଳେ ଭାରତ ବିରୁଦ୍ଧରେ କିଏ କିଏ ରହିବେ ଶୁଣି ନିଅନ୍ତୁ। ଗୀତାରେ ଏ କଥା ଲେଖା ହେଇନି, ଭାଗବତରେ ଏ କଥା ଲେଖା ହେଇନାହିଁ, କି ରାମାୟଣରେ ଏ କଥା ଲେଖା ହେଇନାହିଁ, କି ମହାଭାରତରେ ଏ କଥା ଲେଖା ହେଇନାହିଁ, କି କୌଣସି ପୁରାଣ ଗ୍ରନ୍ଥରେ ଲେଖା ହେଇନାହିଁ। ଏ କଥାଟି ପଞ୍ଚସଖା ମାନେ ମାଳିକା ଗ୍ରନ୍ଥରେ କେବଳ ଲେଖିଛନ୍ତି, ଅନ୍ୟ କୌଣସି ଶାସ୍ତ୍ରରେ ଲେଖା ହେଇନାହିଁ। କିନ୍ତୁ ମାଳିକା ଗ୍ରନ୍ଥରେ ଲେଖା ହେଇଛି କେଉଁ ଦେଶମାନେ ଭାରତ ଉପରେ ଆକ୍ରମଣ ମିଶିକି କରିବେ ନା, ଚୀନି ସୈନ୍ୟ ଏହି ଭାରତ ସଙ୍ଗେ ପାକିସ୍ତାନଟି ରଙ୍ଗେ ମହାସମର କରିବ ଜାଣିଥା ତୁ। ଆଉ ପୁଣି ଚୀନି ସୈନ୍ୟ ତୁର୍କୀ ଇରାନଟି ଜାଣ, ଗଣିବେ ଆପଣ, ବ୍ରିଟିଶ ଯେ ଆମେରିକା ସର୍ବେ ମିଳିଣ, ବ୍ରିଟିଶ ମିଶିବ ତାଙ୍କ ସହିତ, ଆମେରିକା ମିଶିବ ତାଙ୍କ ସହିତ। ଆଉ ଏହି ସମୟରେ ପାକିସ୍ତାନକୁ ବଳ ଅସ୍ତ୍ର ଶସ୍ତ୍ରଟି ଆବର, ଯୋଗାଇଣ ଦେବେ ଯୁଦ୍ଧ ଲାଗିବ ଘୋର। କିଏ ଲେଖିଲେ ଏ ପଦଟିକୁ ନା, ମାଳିକାର ନାମ ହେଲା ମହାଗୁପ୍ତ ପଦ୍ମକଳ୍ପ। ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡିର ରାଜ ପରିବାର ଜନ୍ମଗ୍ରହଣ କରି ଉଡ଼ାସୁଡ଼ି ପାହାଡ଼ରେ ଶୂନ୍ୟ ସମାଧି ନେଇଥିବା ବ୍ରହ୍ମ ଅବଧୂତାଚାରୀ ମହାପୁରୁଷ ଅରକ୍ଷିତ ଦାସ ତାଙ୍କ ମାଳିକାର ନାମ ମହାଗୁପ୍ତ ପଦ୍ମକଳ୍ପରେ ଲେଖିଛନ୍ତି। ୟାକୁ କହିଲେ ପାକିସ୍ତାନକୁ ଏମାନେ ଅସ୍ତ୍ରଶସ୍ତ୍ର ଯୋଗାଇବେ, ଆଉ ଯୋଗାଇଣ ଦେବେ ଯୁଦ୍ଧ ଲାଗିବ ଘୋର। ଏହା ଦେଖି ରୁଷିଆ ଆସି ହୋଇବ ଠିଆ, ରୁଷିଆ ଦେଖିବ ଭାରତ ବିରୁଦ୍ଧରେ ବିପକ୍ଷରେ ଦୁଇ ଦେଶ ସବୁ ଏକାଠି ହେଲାଣି। ସେ କ'ଣ କରିବ, ଭାରତ ସମର କ୍ଷେତ୍ରରେ ସେ ଏକୁଟିଆ ଆସି ଛିଡ଼ା ହେବ। ଅସ୍ତ୍ର ଶସ୍ତ୍ର ସୈନ୍ୟ ଯୋଗାଇ ଦେବଟି ଜାଣ, ଭାରତ ସହିତ ମିଶି କରିବ ରଣ ରୁଷିଆ। ସୁଧୀଜାନୀ ମାଳିକାର ନାମ ହେଲା ମହାଗୁପ୍ତ ପଦ୍ମକଳ୍ପ, ଅର୍କ୍ଷିତ ଦାସ ଲେଖିଛନ୍ତି। କ'ଣ କହିଲେ ବର୍ତ୍ତମାନ ଜାଣ ସଜା ସଜି ହେଉ ଛଇ, ସଜା ସଜି ହେଉ ଛଇ, ଭବିଷ୍ୟ ଯୁଦ୍ଧରେ ଧରା ଦୁଲୋକିବା ମହି, ଧରା ଦୁଲୋକିବା ମହି। ବର୍ତ୍ତମାନ ଜାଣ ସାଜସଜା ହେଉଛନ୍ତି। ମହାପୁରୁଷ ଲେଖିଛନ୍ତି, ଦେଖନ୍ତୁ କିଭଳି ଦିବ୍ୟ ଦୃଷ୍ଟି। ଅର୍କ୍ଷିତ ଦାସ ହେଉଛନ୍ତି 1700-1800 ଖ୍ରୀଷ୍ଟାବ୍ଦର। ହାଡ଼ିଦାସ, ଅର୍କ୍ଷିତ ଦାସ, ଭୀମ ବୈଦ୍ୟ ହେଉଛନ୍ତି ସବୁ ସମସାମୟିକ। ପଞ୍ଚସଖା ମାନେ ହେଉଛନ୍ତି 600 ବର୍ଷ ତଳର, କିନ୍ତୁ ଇଏ ହେଉଛନ୍ତି 300 ବର୍ଷ ତଳର। ବୁଝିଲେ, ଇଏ ଲେଖିଲେ ଅର୍କ୍ଷିତ ଦାସ କହିଲେ ବର୍ତ୍ତମାନ ଜାଣ ସବୁ ସାଜସଜା ହେଉଛନ୍ତି। ଆଉ ଭବିଷ୍ୟ ଯୁଦ୍ଧରେ ପରା ଦୁଲୁକିବ ମହି, ଏ ମହି ଦୁଲୁକିବ। ଆଉ ସେତେବେଳେ ଜାପାନର ରାଗ ଥିବ, ହିରୋସୀମା କଥା ବାବ, ହିରୋସୀମା କଥା ପକାଇଥିଲା ବମ,
ଯୁଦ୍ଧରେ ଜାଣିଥା ବାବୁ ଯୁଦ୍ଧରେ ଜାଣିଥା। ଜାପାନର ରାଗ ନାହିଁ କିରି? ଜାପାନର ରାଗ ଅଛି ନା, ପକେଇଥିଲା ଆମେରିକା ପରମାଣୁ ବୋମା ତା ଉପରେ ହିରୋସୀମା ନାଗାସାକି ଦୁଇଟା ଜାଗାରେ ପରମାଣୁ ବୋମା ପକେଇଥିଲା। ଆଜି ବି ହେଇକି ଗୁଡ଼ି ମଣ୍ଡଳୀ ଏତେ ଭୟାନକ ପରମାଣୁ ବୋମା ଯେ ଯେଉଁଠି ପଡ଼ିବ ସେ ଅନେକ ଅଞ୍ଚଳ ଅନେକ କିଲୋମିଟର ପର୍ଯ୍ୟନ୍ତ ସେ ଏରିଆକୁ ଧ୍ୱଂସ ବିଧ୍ୱଂସ କରିଦେବ। ସେ ସବୁଯାକ ମାଟିରେ ମିଶିଯିବ। ଏଇ ସଥିଜାନି ସତ ହଁ, କାହିଁକି ନା ଆଜି ବି ଆପଣ ଯାଆନ୍ତୁ ଦେଖିବେ ପରମାଣୁ ବୋମାର ଭୟାବହତା କେତେ, ତାର ପରମାଣୁ ବୋମାର ଉର୍ଜା କେତେ ପ୍ରଚଣ୍ଡ। ଯାଆନ୍ତୁ ଦେଖିବେ ଆଜି ବି ସେଠାରେ ବିକଳାଙ୍ଗ ପିଲାମାନେ ସବୁ ଜନ୍ମଗ୍ରହଣ କରୁଛନ୍ତି। ହିରୋସୀମା ନାଗାସାକିରେ ଆଜି ବି ଯେ ବିକଳାଙ୍ଗ ପିଲାମାନେ ଜନ୍ମଗ୍ରହଣ କରୁଛନ୍ତି। 1939ରୁ 45 ଭିତରେ ଯୁଦ୍ଧ ଭିତରେ କେତେ ବର୍ଷ ବିତିଗଲାଣି, ତଥାପି ଆଜି ବି ସେଠି ବିକଳାଙ୍ଗ ପିଲା ଜନ୍ମ ହେଉଛନ୍ତି। ପରମାଣୁ ବୋମାର ଭୟାବହତା କେତେ ଦେଖନ୍ତୁ। ବୋଲିଏ ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି କହିଲେ ପରମାଣୁ ବୋମାର ଭୟାବହତା କେତେ। ଜାପାନ ସେ ରାଗ ଲିଭିନି, ତାର ଜାପାନର ରାଗ ଲିଭିନି, ରାଗ ମନ ଭିତରେ ରହିଛି। ତେଣୁ ମହାପୁରୁଷ କହିଲେ ଆମେରିକା ଯେଉଁ ତା ଉପରେ ପରମାଣୁ ବୋମା ପକାଇଥିଲା ସେ ଲିଭି ନାହିଁ, ସେ ରାଗ ମନେ ରଖିଛି ସିଏ। ଆଉ ସେଇ କ୍ରୋଧ ଲିଭି ନାହିଁ ଜାପାନର ଜାଣ ବାବୁ ଜାପାନର ଜାଣ। ଯୁଦ୍ଧରେ ଭାରତ ପଟ ହେବ ସେହି ପୁଣ ବାବୁ ହେବ ସେହି ଗୁଣ। ଦେଖନ୍ତୁ କେଉଁ ଦେଶ କେଉଁ ପଟେ ରହିବେ ତୃତୀୟ ବିଶ୍ୱଯୁଦ୍ଧ। ଆପଣ ତ ଗୀତା ଭାଗବତ ରାମାୟଣରେ କଥା ଲେଖାଯାଇନି, ମାଳିକାରେ ଲେଖାଯାଇଛି। ଆପଣଙ୍କୁ ଆମେ ଶୁଣଉଛୁ, ଶୁଣି ନିଅନ୍ତୁ। ଅର୍କିତ ଦାସ ଲେଖିଛନ୍ତି ମହାଗୁପ୍ତ ପଦ୍ମକଳ୍ପରେ, କହିଲେ ସେ ରାଗ ତାର ଲିଭିନି, ସେ କ୍ରୋଧଟା ତା ଭିତରେ ରହିଛି। ଆଉ ଯୁଦ୍ଧରେ ମହାପୁରୁଷ କହିଲେ ସେଇ କ୍ରୋଧ ଲିଭି ନାହିଁ ଜାପାନର ଜାଣ। ଯୁଦ୍ଧରେ ଭାରତ ପଟ ହେବ ସେହି ପୁଣ, ଭାରତ ପଟରେ ଜାପାନ ରହିବ, ମାଳିକାରେ ଲେଖା ଅଛି। ଯୁଦ୍ଧ ହେଲେ ତାପରେ ଆଉ କିଏ କିଏ ରହିବେ ନା ଜାପାନର ଅନୁରୋଧେ ଜର୍ମାନ ମିଶିବ ବାବୁ ଜର୍ମାନ ମିଶିବ। ଭାରତ ପଟୁଆ ହୋଇ ଆଫ୍ରିକା ଧ୍ୱଂସିବ ବାବୁ ଆଫ୍ରିକା ଧ୍ୱଂସିବ। ଜାପାନର ଅନୁରୋଧରେ ଜର୍ମାନ ଭାରତ ସହିତ ମିଶିବ। ଯୁଦ୍ଧ ହେଲେ ମନେ ରଖନ୍ତୁ, ଜାପାନ ଅନୁରୋଧ କରିବ, ଜର୍ମାନ ମଧ୍ୟ ଭାରତ ପଟେ ରହିବ। 7ଟି ଦେଶ ପରା ରହିବେ ଭାରତ ପଟରେ। ଆଉ ସେପଟେ ରହିବେ 13ଟି ରାଷ୍ଟ୍ର, ଇସଲାମ ରାଷ୍ଟ୍ର। ମହାପୁରୁଷ କହିଲେ ଜାପାନ ଅନୁରୋଧରେ ଜର୍ମାନ ମିଶିବ, ଭାରତ ପଟୁଆ ହୋଇ ଆଫ୍ରିକା ଦୋଷିବ। କିନ୍ତୁ ଚୀନି ପାକିସ୍ତାନ ପୁଣି ଆମେରିକା ଜାଣ ବାବୁ ଆମେରିକା ଜାଣ। ରୁଷିଆ ଭାରତ ପୁଣି ଜର୍ମାନ ଜାପାନ ବାବୁ ଜର୍ମାନ ଜାପାନ। ଏଇ ଦେଶମାନେ ତୃତୀୟ ବିଶ୍ୱଯୁଦ୍ଧରେ ସବୁ ସାମିଲ ହେବେ, ମନେ ରଖନ୍ତୁ ଏ କଥା। ଆଉ ଇରାନ ଯେ ସମର୍ଥନ ଦେବ ପାକିସ୍ତାନ ବାବୁ ଦେବ ପାକିସ୍ତାନ। ଭାରତ ସପକ୍ଷ ହେବେ ମହାଶକ୍ତି ଜାଣ ବାବୁ ମହାଶକ୍ତି ଜାଣ। ଭାରତ ସପକ୍ଷ ହେବେ ମହାଶକ୍ତି ଜାଣ। ଆଉ ମହାପୁରୁଷ କହିଲେ ଇରାନ ଯେ ଇରାନ ସମର୍ଥନ ଦେବ ପାକିସ୍ତାନକୁ, ଚାଇନାକୁ। ଭାରତ ସପକ୍ଷରେ ମହାଶକ୍ତି ମାନେ ମଧ୍ୟ ରହିବେ। ଆଉ ଏ ଯୁଦ୍ଧଟି ମହାପୁରୁଷ ଲେଖିଛନ୍ତି କେତେବେଳେ ଘଟିବ ଏ ଯୁଦ୍ଧଟି। ଜ୍ଞାନୀଗୁଡ଼ି ମଣ୍ଡଳ ସଧିଜାନେ ଶିଶୁ ଅନନ୍ତ ମାଳିକାର ନାମ ହେଲା କଳିଯୁଗ। ମାଳିକାରେ ଲେଖିଲେ 26 ଠାବରେ ଓଡ଼ିଶା ବକ୍ଷରେ ଲାଗିବ ମହା ସମର। ଭାରତର ଶେଷ ସମରଟିଏ ଶୁଣିଥା ତୋହି ବୀର, ଶୁଣିଥା ତୋହି ବୀର ହେ ସୁଜନେ, ଶୁଣିଥା ତୋହି ବୀର, ଶୁଣିଥା ତୋହି ବୀର ହେ ସୁଜନେ, ଶୁଣିଥା ତୋହି ବୀର।
କହିଲେ 26 ଠାବରେ ଓଡ଼ିଶା ବକ୍ଷର ହୋଇବ ମହାସମର ଭାରତର ଶେଷ ସମରଟି ଏହି ଶୁଣି ଥାଅ ତୋହି ବୀର। ଏ ଭାରତର ଶେଷ ସମର ଭାରତ ଯୁଦ୍ଧର ଶେଷ ଓଡ଼ିଆ ଯୁଦ୍ଧ ବୋଲି ଜାଣିଥା। ବୁଝିଲେ ଏଇ ଦେଶମାନେ ସବୁ ଏଇ ପକ୍ଷରେ ରହିବେ। ମାଳିକାରେ ଲେଖା ହେଇଛି ସତର୍କ ହେଇଥାନ୍ତି। ମହାଯୁଦ୍ଧ ହେଲେ ଏହି ଜ୍ଞାନୀ ଗଣିବେ ପୃଥିବୀ କ'ଣ ରହିବ ନା ଧ୍ୱଂସ ହେଇଯିବ। କିନ୍ତୁ ପରମାଣୁ ଅସ୍ତ୍ରର ପ୍ରୟୋଗ ହେବ ଧ୍ୱଂସ ହେଇଯିବ। କିନ୍ତୁ ମହାପୁରୁଷ ଲେଖିଛନ୍ତି କହିଲେ ନା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଗୁରୁ ମୋର ଗୁରୁଦେବ ବେଦମୂର୍ତ୍ତି ତପନିଷ୍ଠ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଲେଖିଛନ୍ତି ଯୁଗ ପରିବର୍ତ୍ତନ କବର କେସେ ଯୁଗ ପରିବର୍ତ୍ତନ ମହାକାଳଙ୍କ ଯୁଗ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଲେଖିଛନ୍ତି। ଯୁଦ୍ଧର ପ୍ରସ୍ତୁତି ପର୍ବ ହେଇଥିବ। ଦେଶ ଦେଶ ଭିତରେ ଯୁଦ୍ଧ ଚାଲୁଥିବ। ତୃତୀୟ ବିଶ୍ୱଯୁଦ୍ଧର କିଛି କ୍ଷଣ ପୂର୍ବରୁ ଯୁଦ୍ଧକୁ ସାଧୁସନ୍ଥମାନଙ୍କର ତପଶ୍ଚର୍ଯ୍ୟା ତପ ସଙ୍ଗେ ତୋପ ଯେଉଁ ଲଢ଼େଇବ ତପଶ୍ଚର୍ଯ୍ୟା ହିଁ ବନ୍ଦ କରିଦେବ। ତପଶକ୍ତି ସାଧୁସନ୍ଥମାନଙ୍କର ତପଶକ୍ତି ବଳରେ ଏ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧର କିଛି କ୍ଷଣ ପୂର୍ବରୁ ବନ୍ଦ ହେଇଯିବ। କିନ୍ତୁ ଦେଶ ଦେଶ ଭିତରେ ଯୁଦ୍ଧ ଚାଲୁ ରହିବ। ଜ୍ଞାନୀଗୁଡ଼ି ମଣ୍ଡଳୀ ତେଣୁ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ, ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ଆପଣ ସକାଳେ ସନ୍ଧ୍ୟାରେ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ ଏ ଯୁଦ୍ଧ ବିଶ୍ୱଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଉ ନ ହେଉ। ଶାନ୍ତି ମୈତ୍ରୀ ଏବଂ ଆତ୍ମୀୟତାର ବାତାବରଣ ସବୁଆଡ଼େ ସୃଷ୍ଟି ହେଉ। ବୁଝିଲେ ଆଜି ତ ସମୟ ହେଇଛି ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। କିନ୍ତୁ ତାପରେ ଜଣେ ଭକ୍ତର ନାଁ କହିବା କି ସେ ଭକ୍ତ କ'ଣ ତାର ନାଁ କେଉଁଠି ତାର ଜନ୍ମ ହେଇଥିବ। କହିଲେ ବିଦ୍ୟାଧର ରହିଅଛି ରାହାଣ ଗ୍ରାମର ବିଦ୍ୟାଧର ରହିଅଛି ରାହାଣ ଗ୍ରାମର ଚିହ୍ନା ଓ ଚିହ୍ନାରେ ଅଛି ମାୟା କଳିବର ମାୟା କଳିବର ବାବୁ ମାୟା କଳିବର ମାୟା କଳିବର ବାବୁ ମାୟା କଳିବର। ବିଦ୍ୟାଧର ନାମରେ ଜଣେ ଭଗତ ରାହାଣ ଗ୍ରାମରେ ଜନ୍ମ ହୋଇଥିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକା ଗ୍ରନ୍ଥରେ ଏ ଭକ୍ତର ନାଁ ଲେଖିଛନ୍ତି। ଆମେ କହିଲୁ ଆପଣ ଠାବ କରିବେ। ଆଜି ତ ସମୟ ହେଇଛି ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିଆ କରୋ ଓ ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିଆ କରୋ। ରାଧେ 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 ଜପା କରୋ କୃଷ୍ଣ ନାମ ରସ ପିଆ କରୋ ରାଧେ ରାଧେ ଜପା କରୋ କୃଷ୍ଣ ନାମ ରସ ପିଆ କରୋ। ସୁଧୀଜାନୀ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ।